ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲାରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଉ କହିଛନ୍ତି, ଗଜପତି ଜିଲ୍ଲାରେ କୃଷି ବିଭାଗ ତରଫରୁ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ରହିଛି। ସେଥିମଧ୍ୟରେ କମ୍ପ୍ରେସିଭ୍ ରାଇସ୍ ଫାଲୋ ମ୍ୟାନେଜମେଣ୍ଟ ବା ଧାନ କଟା ପରେ ଖାଲି ରହିଥିବା ଜମିରେ ସଦୁପଯୋଗ କରି ଡାଲି ଓ ତୈଳବୀଜ ଜାତୀୟ ଫସଲ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏଥିରେ ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି ହେବା ସହିତ ଚାଷୀଙ୍କର ଆୟ ମଧ୍ୟ ବୃଦ୍ଧି ହୁଏ। ଏହା ସହିତ ମାଟି ମଧ୍ୟ ଉର୍ବର ହୋଇଥାଏ। ଏହି ଯୋଜନାରେ ବିରି 5,500 ହେକ୍ଟର, ମୁଗ 2,500 ହେକ୍ଟର ଏବଂ ମଟର ଚଣା 500 ହେକ୍ଟର କ୍ଷେତ୍ର ପ୍ରଦୂଷଣ ସୁବିଧା ରହିଛି। ଏଥିରେ ଚାଷୀମାନଙ୍କୁ ବିହନ ଓ ଆଲୋକ ଯନ୍ତା ମାଗଣାରେ ଦିଆଯାଉଛି। ସ୍ୱୀକୃତ ପ୍ରାପ୍ତ ଡିଲରଠୁ ନିଶ୍ଚୟ କିଣିବେ ଅନଲାଇନରେ ଏବଂ ଏହାର ରିହାତି ସିଧାସଳଖ ଚାଷୀମାନଙ୍କ ଆକାଉଣ୍ଟକୁ ଯାଉଛି। ଏହା ସହିତ ଏବର୍ଷ ରବି ଋତୁରେ ମଧ୍ୟ ଜାତୀୟ ଖାଦ୍ୟ ତୈଳବୀଜ ଯୋଜନାରେ 1,000 ହେକ୍ଟର ରାଶିର ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ମଧ୍ୟ ଠିକ୍ ଚାଷୀମାନେ ସେହି ଯୋଜନାରେ ଯେମିତି ସେମାନେ ମଧ୍ୟ ଅନୁସାରେ ସବୁ କିଣିବେ ଏବଂ ତା'ର ରିହାତି ଚାଷୀମାନଙ୍କ ପାଖକୁ ଯିବ। ଠିକ୍ ସେହିଭଳି ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଯୋଜନା ବା ପୁଷ୍ଟିକର ଯୋଜନାରେ ମଧ୍ୟ ବିରି ମିନି କିଟ୍ 600 ହେକ୍ଟର, 600 ମିନି କିଟ୍ ଏବଂ ଖେସାରୀ 600 ମିନି କିଟ୍। ସେହିଭଳି ଠିକ୍ ଆଇଏପି ଅଏଲ୍ ସିଡ୍ ବା ସେଥିରେ ମଧ୍ୟ ଚିନାବାଦାମ 200 ହେକ୍ଟର, ମଷ୍ଟାର୍ଡ 200 ହେକ୍ଟର, ସୂର୍ଯ୍ୟମୁଖୀ 200 ହେକ୍ଟର ପ୍ରଦର୍ଶନ କ୍ଷେତ୍ର ଅଛି। ଚାଷୀମାନଙ୍କୁ ଅନୁରୋଧ କରାଯାଉଛି ସେମାନେ ପ୍ରତ୍ୟେକ ବ୍ଲକକୁ ଯାଇକରି କଣ୍ଟାକ୍ଟ କରିବେ ବ୍ଲକ ଏଗ୍ରିକଲଚର ସହିତ କୃଷି କର୍ମଚାରୀ ସହିତ ଏହି ଯୋଜନାର ନିଶ୍ଚୟ ଲାଭବାନ ନିଅନ୍ତୁ। ଏହା ସହିତ ସରକାର ମଧ୍ୟ ଏହାର ମଣ୍ଡି ମଧ୍ୟ କରିବାର ସୁବିଧା ଅଛି। ସେଇଟା ହେଉଛି ପ୍ରାଇସ୍ ସପୋର୍ଟ ସ୍କିମ୍। ମୁଗ ବିରିରେ ମଧ୍ୟ ଆମେ ମଣ୍ଡି ଥ୍ରୁରୁ ମଧ୍ୟ ଚାଷୀ କିଣିବାର ଗଭର୍ଣ୍ଣମେଣ୍ଟ କିଣିବାର ସୁବିଧା ରହିଛି। ଏହାର ସଦୁପଯୋଗ ନିଶ୍ଚୟ ଚାଷୀମାନେ ନେବେ। ଏବେ ଶୁଣନ୍ତୁ ଗଜପତି ଜିଲ୍ଲାର କିଛି ଖବର ଆମ ସମ୍ବାଦଦାତାଙ୍କ ଠାରୁ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ୍ଠାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ 2 ବର୍ଷରୁ ଅଧିକ ଏବଂ 10 ବର୍ଷ ପର୍ଯ୍ୟନ୍ତ ଅଚଳ ଥିବା ବ୍ୟାଙ୍କ ଖାତାରେ ଜମା ରହିଥିବା ଟଙ୍କା ଦାବିହୀନ ଜମାରାଶିଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ DEA ପାଣ୍ଠିକୁ ସ୍ଥାନାନ୍ତର କରାଯିବା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ସୁନାପୁରଠାରେ ସୂତ୍ରକୁର୍ମୀ ପୋକ ନିୟନ୍ତ୍ରଣ ପାଇଁ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ରୂପକ ଜେନା ଏବଂ ବୈଜ୍ଞାନିକ ଡକ୍ଟର ଗୌରବ କୁମାର ଯୋଗଦେଇ ଜୈବିକ ପଦ୍ଧତିରେ ବୁଣା ଧାନ ଚାଷ କରିବା ପାଇଁ ଧାନ ଫସଲରେ ଲାଗୁଥିବା ରୋଗପୋକ ଏବଂ କୁର୍ମୀ ପୋକକୁ ଜୈବିକ ପଦ୍ଧତି ଦ୍ୱାରା କିଭଳି ଦମନ କରା ହୋଇଥାଏ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଯୁକ୍ତଧାରା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 42 ଜଣ ହିସାବ ରକ୍ଷକ ଓ ଗ୍ରାମ ରୋଜଗାର ସେବକ ଯୋଗଦେଇ ମୁଖ୍ୟତଃ MGNREGS ସମେତ ଉପଗ୍ରହ ମାନଚିତ୍ର ଅନୁସାରେ ସଠିକ୍ ବ୍ୟବହାର ଓ କାର୍ଯ୍ୟ କରିବା ଉପରେ ତାଲିମ ଗ୍ରହଣ କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନିରନ୍ତର ବିକାଶ ପଥ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ 2030 ଏଜେଣ୍ଡା ପ୍ରକାରେ ରାଜ୍ୟ ତଥା ଜିଲ୍ଲାରୁ ଦାରିଦ୍ର୍ୟ ଦୂରୀକରଣ ଠାରୁ ଆରମ୍ଭ କରି 17ଟି ଲକ୍ଷ୍ୟ ତୃଣମୂଳ ସ୍ତରରୁ ସରକାରଙ୍କ ଯୋଜନା 2030 ମସିହା ସୁଦ୍ଧା ସଫଳ ରୂପାୟନ ହାସଲ ପାଇଁ ପରାମର୍ଶ ଦିଆଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ଠାରେ ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର ସମ୍ପର୍କିତ ଏକ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ସମେତ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରି ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।